हरि ओम सच्चिदानंदरूपाय विश्वोत्पत्त्यादिहेतवे तापत्रय विनाशाय श्रीकृष्णाय वयं नमः। जं प्रव्रजन्तमनुपेतमपेतकृत्यं द्वैपायनो विरहकातरवाजुहाव पुत्रेति तन्मयतया तरवोऽभिनेदु स्तं सर्वभूतहृदयं मुनिमानतोऽस्मि। नीलाचलनिवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। अनंत कोटि ब्रह्मांड नायक राजराजेश्वर भक्तवत्सल मुरली मनोहर ब्रजसुंदर भगवान श्रीकृष्णंकर अभय श्री चरणारविंदरे अनंत कोटि दंडवत। उद्भव स्थिति संहार कारिणीं क्लेशहारिणीं परम प्रेममयी परम भावमयी परम रसमयी माँ आह्लादनी शक्ति स्वरूपिणी श्री राधांकर अभय श्री चरणारविंदरे अनंत कोटि दंडवत। व्यासजी भगवान श्री सुखदेव गोस्वामी पाद परीक्षित महाराजंकर पदारविंदरे प्रणाम। संत शिरोमणि जगन्नाथ दास जी महाभाग भक्ति अवतार श्री चैतन्य महाप्रभुंकर पदारविंदरे प्रणाम। अद्य श्रीमद् भागवत पाठ एवं आलोचना चक्रर सभापति महोदय प्रतिष्ठाता महोदय व्यासी महोदय परम आदरणीय समस्त आलोचक बंधुगण समादरणीय भगवत रस पिपासु सुधी समाज आपण मानकु समस्त अंतरर गभीरतम प्रदेशरु श्रद्धा सम्मान एवं प्रणाम। महाप्रभुंक महती अनुकंपा को आधार करी आरंभ होइथिबा भागवत पाठ एवं आलोचना चक्र आमे माने तो प्रत्येक दिन गोटे गोटे अध्याय आलोचना रखुचे एवं उपक्रमणिकारे आज सबुदिन परी सेमती गोटे सुंदर श्लोक। तैलाभ्यंगे चिता भूमे मैथुने क्षौरकर्मणि तावत् भवति चांडालो जावत् स्नानं न चाचरेत। এই শ্লোকটির অর্থକୁ যদি ସହଜରେ ଆମେ ବୁଝାଇବାକୁ ଇଚ୍ଛା କରିବା ଅର୍ଥଟି ତ ଏମିତି ହେବ ତୈଳାଭ୍ୟଙ୍ଗେ। ତୈଳାଭ୍ୟଙ୍ଗର ଅର୍ଥ ତେଲ ଲଗେଇଥିବା ପର୍ଯ୍ୟନ୍ତ। ଚିତା ଭୂମେ ଶ୍ମଶାନ ଘାଟକୁ ଯାଇଛେ କୌଣସି ଜଣେ ଆତ୍ମୀୟ ହେଉ ସ୍ୱଜନ ହେଉ ପରିଚିତ ହେଉ ତାଙ୍କର ମାନେ ଚିତାଗ୍ନି ସଂସ୍କାର ସମୟରେ ସାମିଲ ହେବା ପାଇଁ ମୈଥୁନେ ଏବଂ କ୍ଷୌର କର୍ମଣି ପୁରୁଷ ଲୋକମାନଙ୍କ ପାଇଁ ଏ କଥାଟି କ୍ଷିୟର ହୋଇଥିଲା ପର୍ଯ୍ୟନ୍ତ ମାନେ ଏ ସବୁ କାମ ହୋଇଥିବ କିନ୍ତୁ ତାବତ୍ ଭବତି ଚାଣ୍ଡାଳୋ ଏ ଚାରୋଟି କାମ କଲା ପରେ ମଣିଷ ଚଣ୍ଡାଳ ହୋଇ ରହିଥିବ କେ ପର୍ଯ୍ୟନ୍ତ ନା ତାବତ୍ ସେ ପର୍ଯ୍ୟନ୍ତ ଯାବତ୍ ସ୍ନାନ ନ ଚାଚରେତ ଯେ ପର୍ଯ୍ୟନ୍ତ ମଣିଷ ସ୍ନାନ ନ କରିଛି ଏ ଚାରୋଟି କାମ ଖାଲି କରିଛି ତେଲ ଲଗେଇଛି ଶ୍ମଶାନ ଘାଟରେ ଚିତା ସଂସ୍କାର ସମୟରେ ସାମିଲ ହେଇଛି ମୈଥୁନ କ୍ରିୟା କରିଛି କ୍ଷୌର କର୍ମ କରିଛି କିନ୍ତୁ ଏପର୍ଯ୍ୟନ୍ତ ସ୍ନାନ କରି ନାହିଁ ତେବେ ସେ ବ୍ୟକ୍ତି କେମିତି ନା ଚାଣ୍ଡାଳବତ୍। ଅନ୍ୟ ଭାଷାରେ କହିଲେ ଯେ ପର୍ଯ୍ୟନ୍ତ ବ୍ୟକ୍ତି ସ୍ନାନ ନ କରିଛି ଏ ଚାରୋଟି କର୍ମ କଲା ପରେ ସେ ପର୍ଯ୍ୟନ୍ତ ଅଶୌଚ ବୋଲି ବୁଝିବାକୁ ପଡ଼ିବ। ସେ କୌଣସି ପ୍ରକାର ମହତ୍ୱପୂର୍ଣ୍ଣ ପୁଣ୍ୟ କାର୍ଯ୍ୟ କରିପାରିବ ନାହିଁ। ଗାଧେଇ ପଡ଼ିଲେ ଇଏ ସମସ୍ତ କର୍ମଜନିତ ଯେଉଁ ଦୋଷ ତାହା କଟିଯାଏ ବୋଲି କୁହାଯାଏ। ସେଥିପାଇଁ ତ କୁହାଯାଇଛି ସ୍ନାନ ନାମ ମନ ପ୍ରସାଦ ଜନନಂ ଦୁଃସ୍ୱପ୍ନ ବିଧ୍ୱଂସନಂ ଶୌଚସ୍ୟାଯତନଂ ମଳାପହರಣಂ ସଂବର୍ଧନଂ ତେଜସ रूपद्योतकरं गदप्रशमनं कामाग्नि निर्वापनं नारीणां च मनोहरं श्रमहरं स्नाने दशैते गुणाः। गाधेई पड़िले स्नान नाम मन प्रसाद जननम मन प्रसाद मेटी जाए दुस्वप्न दूरे जाए कामाग्नि निर्वापनम अनेक
10ଟି ଲାଭ ଅଛି ବୋଲି କୁହାଯାଇଛି। ଆମେ କଥା ଅତୀତରେ ଅନେକ ଥର ଆଲୋଚନା କରିଛେ। ହେଲେ ଏସବୁ ସ୍ନାନ ହେଉଛନ୍ତି ସ୍ଥୂଳ ସ୍ନାନ। ସାମାଜିକ ସ୍ତରରେ ଆମେ ଯେଉଁ ପାଣିରେ ବୁଡ଼ି କରି ହେଉ, ବାଥରୁମ୍ରେ ଠିଆ ହୋଇକରି ହେଉ, ଗାଧେଇଲେ କ'ଣ ସବୁ ଲାଭ ହୁଏ ସେ କଥା ଏମିତି ଶ୍ଲୋକରେ ବର୍ଣ୍ଣନା ଅଛି। କିନ୍ତୁ ବେଦାନ୍ତରେ କୁହାଗଲା କି ସ୍ନାନଂ ମନୋମଳ ତ୍ୟାଗମ୍, ଯେ ପର୍ଯ୍ୟନ୍ତ ମନର ମଇଳା ତ୍ୟାଗ ନ ହୋଇଛି ସେ ପର୍ଯ୍ୟନ୍ତ ସ୍ନାନ ହୋଇନି ବୋଲି କହିବା। ଏଇଟି ହେଉଛି ସୂକ୍ଷ୍ମ ବିଚାର, ତତ୍ତ୍ୱ ବିଚାର। ହେଲେ ଇଏ ମନଟା ପୁଣି ଗାଧେଇବ କେମିତି? ମନର ମଇଳା ଯିବ କେମିତି? ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି। ଏଠି ଘୁମୁରିଲେ କି ଲାଭ ପାଇବୁ, ଏଠି ଘୁମୁରିଲେ କି ଲାଭ ପାଇବୁ, ଗଲାଣି ତୋ ପର ଛଡ଼ି ମନ ପାରାରେ, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି। ଇଏ ମନ ରୂପକ ପାରା ସେତିକି ବେଳେ ଗାଧେଇବ ଯେତେବେଳେ ମହାପ୍ରଭୁଙ୍କର ଦର୍ଶନ କରିବ, ମହାପ୍ରଭୁଙ୍କର ପ୍ରେମରେ ଉବୁଟୁବୁ ହେବ, ମହାପ୍ରଭୁଙ୍କର ମନନ, ମହାପ୍ରଭୁଙ୍କର ଚିନ୍ତନ, ଏପରିକି ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିବ। କହିବାର ବାହୁଲ୍ୟ, ଯେଉଁ ଜଗମୋହନ ଜଗନ୍ନାଥ ମହାପ୍ରଭୁ କଳିଯୁଗରେ ଦାରୁବ୍ରହ୍ମ ହୋଇ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ପୂଜିତ ହେଉଛନ୍ତି, ସେ ତ ଶ୍ରୀକୃଷ୍ଣ। ତାଙ୍କରି କଥାକୁ ଆମେ ନୀତି ଆଲୋଚନା କରୁଛେ ଏବଂ ଆଲୋଚନା କ୍ରମରେ ଆମେ ଆସି ପହଞ୍ଚିଲେଣି ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ 70ତମ ଅଧ୍ୟାୟ, ଯାହାକୁ ଆମେ 70 ଅଧ୍ୟାୟ ବୋଲି କହିଲେ ସହଜ ହେବ। ତେବେ ଏଇ 70ତମ ଅଧ୍ୟାୟରେ କ'ଣ ଆଲୋଚିତ ହେବେ? ଗୋପକୁ ଯାଇ ବଳଦେବ ଗୋପୀଙ୍କ ସଙ୍ଗେ କଲେ ଭାବ। ମହାପ୍ରଭୁ ଶ୍ରୀକୃଷ୍ଣ ତ ଆଉ ଗୋପକୁ ଫେରିଲେ ନାହିଁ। এই ଅଧ୍ୟାୟରେ ବଳରାମ ମହାପ୍ରଭୁ ଯାଇଛନ୍ତି ଗୋପକୁ। କଲେ କାଳିନ୍ଦୀ ଆକର୍ଷଣ 70 ଅଧ୍ୟାୟରେ ବର୍ଣ୍ଣନ। ହେଲେ ବଳରାମ ମହାପ୍ରଭୁ ତ ଗୋପକୁ ଗଲେ ଗଲେ, ପୁଣି ଗୋପୀଙ୍କ ସାଙ୍ଗରେ ଭାବ କଲେ କେମିତି? ଗୋପୀ କୁମାର ତ, ଗୋପୀ ପ୍ରିୟ ତ, ଗୋପୀ ବଲ୍ଲଭ ତ ମହାପ୍ରଭୁ ଶ୍ରୀକୃଷ୍ଣ। ତାମାନେ ଏଇଥିରୁ ଜଣାପଡ଼ୁଛି ଗୋପାଙ୍ଗନା ଥିଲେ ଦୁଇ ଗୋଷ୍ଠୀର। ଏକଥା ମୁଁ କହୁନି, ଅଖଣ୍ଡାନନ୍ଦ ସରସ୍ୱତୀ ମହାରାଜ ଭାଗବତ ଦର୍ଶନ ଗ୍ରନ୍ଥରେ ଏକଥା ମଧ୍ୟ ଆଲୋଚନା କରିଛନ୍ତି। ଯେଉଁ ଗୋପୀମାନେ କୃଷ୍ଣ ପ୍ରାଣା, ସେମାନେ ଯେ ବଳରାମଙ୍କ ସହିତ ଭାବ କରିଥିବେ ତାହା କେବେ ବିଶ୍ୱାସଯୋଗ୍ୟ ନୁହେଁ। କିନ୍ତୁ ବଳରାମ ମହାପ୍ରଭୁଙ୍କ ସହିତ ଯେଉଁ ଗୋପୀ ଗୋପାଳମାନଙ୍କର ଭାବ ଥିଲା, ସେମାନଙ୍କ ସହିତ ମହାପ୍ରଭୁ କିଛି କାଳାତିପାତ କରିଛନ୍ତି ଏବଂ କେଉଁ ପରିସ୍ଥିତିରେ ଯମୁନାକୁ ଆକର୍ଷଣ କରିଛନ୍ତି ହଳ ମାଧ୍ୟମରେ, ଟିକେ ଦିଗ ବଦଳେଇ ଦେଇଛନ୍ତି, ସେ ସମସ୍ତ କଥାକୁ ଆମେ ଆଲୋଚନା କରିବା ଆଜି ଟିକେ ପରେ। ଜୟ ଶ୍ରୀକୃଷ୍ଣ। सुन राजा आर एक अद्भुत कथा, अनंत धरणीधर बलभद्र गाथा। रथे आरोहण करी बलभद्र राय, बंधुगण देखिते गो कुले चली जाय। एबे हो शुण कुरुवीर द्वारकापुरे हलधर, सुहृद दर्शन सधे विजय ताल ध्वज मध्य। महाप्रभु बड़ ठाकुर बलभद्रंकर टिके इच्छा होईछि। अनेक दिन हेलाणी आमे गोपको छाड़ी देई आसीचे। गोपरु मथुरा, मथुरारु द्वारका टिके मने पड़ुछंती मोर प्रियजन माने। तालध्वजरे आरोहण करी जेतेबेले महाप्रभु जाई पहुँची जाइछंती सी गोकुଳରେ,
ନିଜ ସେବକ ସଙ୍ଗ ମେଳେ, ମିଳିଲେ ନନ୍ଦର ଗୋକୁଳେ। ରାମର ଆଗମନ ଶୁଣି, ଗୋପାଳେ ଗୋପର ତରୁଣୀ। ମିଳିଲେ ନନ୍ଦର ମନ୍ଦିରେ, ମଙ୍ଗଳ ଦ୍ରବ୍ୟ ଘେନି କରି। ମହାପ୍ରଭୁଙ୍କୁ ପାଇଲା ପରେ ନନ୍ଦ ଯଶୋଦାଙ୍କର ଅବସ୍ଥା ଯେ କ'ଣ ହୋଇଥିବ। ଯେଉଁମାନେ ଏ ଦୁଇଟି ଛୁଆଙ୍କୁ ନିଜର ଦୁଇଟି ନୟନ ପିତୁଳା ବୋଲି ବୁଝିଥିଲେ, ଏଇ ଦୁଇଟି ଛୁଆଙ୍କୁ ନିଜ ହୃଦୟର ଦୁଇଟି ନିଳୟ ବୋଲି ବିଚାର କରିଥିଲେ, ଯେ ଗଲେ ଆଉ ଫେରି ନାହାନ୍ତି। ଯଦିଓ ମଝିରେ ଉଦ୍ଧବ ଆସିଥିଲେ ନନ୍ଦ ଯଶୋଦାଙ୍କର ହାନିଲାଭ ବୁଝିବା, ସେଥିରେ କି ନନ୍ଦ ଯଶୋଦାଙ୍କର ଦୁଃଖର ଭାର ଲାଘବ ହୋଇଯାଇଥିବ? ଆଜି ଯେତେବେଳେ ଦୁହେଁ ଦେଖୁଛନ୍ତି ବଳରାମଙ୍କୁ, ଯାହା ଜଗନ୍ନାଥ ଦାସଜୀ ଲେଖିଛନ୍ତି ଅତ୍ୟନ୍ତ ଭାବ ଗଦଗଦ ହୋଇ, ନନ୍ଦ ଯଶୋଦା ସୁଖ ଭୋଳେ, ରାମଙ୍କୁ ବସାଇଲେ କୋଳେ। ଚିର ବିଚ୍ଛେଦେ ହୃଦେ ଜାକି, ଅଶ୍ରୁ ପୂରିତ ବେନିଆଖି। ଆଖିର ଲୁହ ଆଉ ମନା ମାନୁନି। ମହାପ୍ରଭୁଙ୍କୁ ହୃଦୟରେ ଖୁବ୍ ଜୋରରେ ଜଡ଼େଇ ଧରିଛନ୍ତି ମା ଯଶୋଦେ। ବଦନୁ ନସ୍ଫୁରେ ବଚନ, ନିବିଡ଼େ କଲେ ଆଲିଙ୍ଗନ। ବୋଲନ୍ତି ଶୋକ ଭର ହୋଇ, ଜଗଦୀଶ୍ୱର ତୁମେ ଦୁଇ। ନିରାଶ କଲ ମୋର ପୁର, ମୁଁ ଏବେ ଶରଣ ତୁମ୍ଭର। ଆଉ ପୁତ୍ର ଜ୍ଞାନ ନାହିଁ ଦୁହିଁଙ୍କ ଠାରେ। ବିଚାର କରିଛନ୍ତି, ହେ ବଳରାମ ମହାପ୍ରଭୁ, ତୁମେ ତ ହେଉଛ ଜଗଦୀଶ୍ୱର, ଦୁଇଟି ଅବତାର। ହେଲେ ସଂସାର ଭିତରେ ଅବତରିତ ହୁଅନ୍ତି ଈଶ୍ୱର ପରା, ଦୁଃଖକୁ ନିବାରଣ କରିବା ପାଇଁ। ଭୂମିର ଦୁଃଖକୁ ନିବାରଣ କରୁ କରୁ ଆମ ମଥାରେ ଏତେ ଦୁଃଖର ବୋଝକୁ ଲଦିଦେଲ କାହିଁକି ଠାକୁରେ? ସଂସାର ଭିତରେ ସମସ୍ତ ଭକ୍ତମାନଙ୍କର ମନରେ ଆହ୍ଲାଦ ଆଣିଦେବାର ସଂକଳ୍ପ ଯେଉଁ ଈଶ୍ୱରଙ୍କର, ଆମେ ଦୁଇ ପ୍ରାଣୀ ଏମିତି କି ଭୁଲ କଲୁ ଯେ ଆମ ଆଖିରେ କେବଳ ଦୁଃଖର ଲୋତକ ବନ୍ୟା? କାହିଁକି ଏମିତି ଅଭିମାନ ଭରା କଥା ଚାଲିଛି? ଗୋପାଳମାନେ ଯାଇ ପହଞ୍ଚିଗଲେ। ରୋହିଣୀ ନନ୍ଦନ ଦେଖି ଗୋପାଳେ, ଆଲିଙ୍ଗନ କରି ଭାବେ ସକଳେ। ଗୋପାଙ୍ଗନା ମାନେ ତୋରିତେ ମିଳି, ଆବେଗରେ ନେଉଥାନ୍ତି ଶଙ୍ଖୋଳି ସେ। ଦୂରେ ରଖି ମନ ଦୁଃଖ ଯେ, ଭାବନ୍ତି କିପରି ଅଛନ୍ତି ଶ୍ରୀହରି। ତେଜି ଗୋପ ବ୍ରଜ ସୁଖ ଯେ। ସମସାମୟିକ ଗୋପାଳମାନେ ମହାପ୍ରଭୁଙ୍କୁ ଆଲିଙ୍ଗନ କରି ପକାଉଛନ୍ତି। ଗୋପାଙ୍ଗନା ମାନେ ପହଞ୍ଚିଗଲା ବେଳେ ପାଖରେ ମହାପ୍ରଭୁଙ୍କର ପଦବନ୍ଦନା କରୁଛନ୍ତି। ମନେ ମନେ ଭାବୁଛନ୍ତି, ପଚାରି ଦେବେ କି କିପରି ଭାବରେ ଆମ ବଲ୍ଲଭ ଅଛନ୍ତି। ଭାବନ୍ତି କିପରି ଅଛନ୍ତି ଶ୍ରୀହରି, ତେଜି ଗୋପ ବ୍ରଜ ସୁଖ ଯେ। ହେଲେ ପଚାରି ପାରୁନାହାନ୍ତି ପ୍ରିୟ ଦିବ୍ୟାତ୍ମା। କାହିଁକି? ଅମା ନିଆ ହୁଏ ଅଶ୍ରୁ ଜଳ, ବହି ଓଦା କରେ ଗଣ୍ଡ ସ୍ଥଳ। କିପରି କହ୍ନାଇ ରହିଲେ ଦୂରେଇ, ଭୁଲି ଗଲେ ଗୋପୀ ଗୋପ ବାଳ ହେ।
କୁମାର ଆମେ କିପରି କାଟୁଛୁ କାଳ। ଓଠରୁ ସିନା କୌଣସି ପ୍ରଶ୍ନ ବାହାରୁ ନାହିଁ, ହେଲେ ଆଖିର ଲୋତକ ମୁଖମଣ୍ଡଳର ଭାବରୁ ନିଶ୍ଚିତ ବୁଝା ପଡ଼ିଯାଉଛି। ସମସ୍ତଙ୍କ ମନ ରାଜ୍ୟରେ ବିଷାଦର ବାଦଲଟି ଢାଙ୍କି ରଖିଛି ସତେ ଯେମିତି। ସମସ୍ତଙ୍କ ମନ ଭିତରେ ସେଇ ଗୋଟିଏ ପ୍ରଶ୍ନ, ଆମଠାରୁ କହ୍ନେଇ କେମିତି ଦୂରେଇ ଗଲେ, କେମିତି ଭାବି ପାରୁନାହାନ୍ତି ଆମେ କେମିତି କାଳ କାଟୁଛୁ। ବନ୍ଦୀ ହୋଇଥିଲୁ ପ୍ରେମ ପାଶେ, ଅଧରାମୃତ ପାଇବା ଆସେ। ଛାଡ଼ି କୁଳଶୀଳ ମର୍ଯ୍ୟାଦା ସକଳ, ଭାସି ଥିଲୁ ପ୍ରେମେ ଅନାୟାସେ। କୁମାର କୁହ କାନ୍ଦୁ କିମ୍ପା କେଉଁ ଦୋଷେ। ଘେରି ଯାଇଛନ୍ତି ସମସ୍ତ ଗୋପାଙ୍ଗନା ମାନେ, ଜଣ ଜଣ କରି ପ୍ରଶ୍ନ କରୁଛନ୍ତି, ହେ ବଳରାମ ମହାପ୍ରଭୁ, ଆପଣ ହୁଏତ ଆମ ପ୍ରେମର ସାକ୍ଷୀ ନୁହନ୍ତି, ପ୍ରତ୍ୟକ୍ଷ ସାକ୍ଷୀ ନୁହନ୍ତି, କିନ୍ତୁ ଅନୁଭବ ସାକ୍ଷୀ ନା। ସେଇ କୃଷ୍ଣଙ୍କର ଅଧରାମୃତ ଟିକେ ପାଇବା ପାଇଁ କେତେ କୁଳଶୀଳ ମର୍ଯ୍ୟାଦାକୁ ପଛରେ ପକାଇ ଦେଇ ଆମେ ରାତି ଅଧିଆ ମଧ୍ୟ ଦୌଡ଼ି ନ ଯାଇଛୁ ଯମୁନା କୂଳକୁ, କଦମ୍ବ ମୂଳକୁ, ରାସସ୍ଥଳୀକୁ। କିନ୍ତୁ ଏପର୍ଯ୍ୟନ୍ତ ଆମେ ବୁଝିପାରୁନାହୁଁ ଆମର କେଉଁ ଦୋଷ ହୋଇଗଲା, ଯେଉଁଥିପାଇଁ କେବଳ କାନ୍ଦିବାର ଭାଗ୍ୟଟାକୁ ଛାଡ଼ି ଦେଇ, କାନ୍ଦିବାର ବିରାଟ ଦାୟିତ୍ୱକୁ ଆମ ମୁଣ୍ଡରେ ଲଦି ଦେଇ ସେ ଚାଲିଗଲେ। ଆମଠାରୁ ବେଶ ଦୂରକୁ ନୁହେଁ, ଏଇ ଟିକିଏ ପାଖକୁ ଆସୁନାହାନ୍ତି ଅବଶ୍ୟ ଦେଖିବାକୁ। ଅଳପ ଦିନରେ ଆମ୍ଭ ଭାବ ଛାଡ଼ି ନିଷ୍ଠୁର ହେଲେ ମାଧବ। ଭୁଲିଲେ ପିୟର ଜନନୀ ଆବର, ଚାରି ଦିନ କଥା ବାସୁ ଦେବ ସେ। କୁମାର ଭଲେ ଅଛନ୍ତି ଟି ପଦ୍ମ ନାଭ। ହେ କୁମାର, ହେ ଜ୍ୟେଷ୍ଠ କୁମାର, ଥରେ ମାତ୍ର କୁହ କେଉଁଠି ଆମର ଭୁଲ ରହିଗଲା, ଯେଉଁଥିପାଇଁ ଏତେ ସୁନ୍ଦର ଭାବକୁ ହଠାତ୍ କାଟିଦେଇ ଆମ ପାଇଁ ନିଷ୍ଠୁରତା ବର୍ଷିଗଲେ ସେଇ ପ୍ରିୟ ମାଧବ। ବାପାଙ୍କୁ ଭୁଲିଗଲେ, ମାଙ୍କୁ ଭୁଲିଗଲେ, ଶେଷକୁ 4 ଦିନ ପାଇଁ କଥା ଦେଇ ଗଲେ ଯେ ଗଲେ, ଆଉ ଫେରିଲେ ନାହିଁ। ଆଚ୍ଛା କହିଲ, ସେ ଭଲରେ ଅଛନ୍ତି ନା? କେହି କେହି ମାନେ ତ ମଥୁରା ଯୁବତୀଙ୍କୁ ଗାଳି କଲେଣି। ମଥୁରାପୁର ବଧୂଜନ ମଧୁର ତାହାର ବଚନ, କ୍ଷଣ ସୁହୃଦ କୂଟମତି କେମନ୍ତେ ବିଶ୍ୱାସ କରନ୍ତି। ହେ ବଳରାମ ମହାପ୍ରଭୁ, ଥରେ ତ କୁହନ୍ତୁ, ଏ ମଥୁରା ଲୋକ ଗୁଡ଼ିକ କ'ଣ ଏଡ଼େ ଭଲ ହେଇଗଲେ, ସେ ଯୁବତୀ ଗୁଡ଼ିକ କ'ଣ ଏଡ଼େ ଭଲ ହେଇଗଲେ ଯେ ଆମ କଥାକୁ ମହାପ୍ରଭୁ ଭୁଲିଗଲେ? ଏହିପରି ଭାବରେ ବାରମ୍ବାର ପାଗେଳିଙ୍କ ପରି ପଚାରି ଚାଲିଛନ୍ତି ଗୋପାଳ ଏବଂ ଗୋପାଙ୍ଗନା ମାନେ। ମହାପ୍ରଭୁ ବଳରାମ ବାବୁ କ'ଣ ଉତ୍ତର ଦେବେ ନୀରବ ରହିବା ଛଡ଼ା। ଜୟ ଶ୍ରୀକୃଷ୍ଣ। ଇତି ପ୍ରହସିତଂ ସୌରେ ଜଳ୍ପିତଂ ଚାରୁ ବିକ୍ଷିତଂ, ଗତି ପ୍ରେମ ପରିସ୍ୱଙ୍ଗଂ ସ୍ମରନ୍ତ୍ୟୋ ରୁରୁଦୁ ସ୍ତ୍ରିୟଃ। ଏହିପରି ଭାବରେ ଗୋପାଙ୍ଗନା ମାନେ ଯେ କେବଳ ପ୍ରଶ୍ନ କରୁଛନ୍ତି ତା ନୁହେଁ ପ୍ରିୟ ଦିବ୍ୟାତ୍ମନ, ବରଂ ହେମନ୍ତ ସ୍ନେହ ଭର ହୋଇ କୃଷ୍ଣର ରୂପେ ମନ ଦେଇ, କୃଷ୍ଣର ହସି ତବଦନ ମୋହନ ଗମ୍ଭୀର ବଚନ, କଟାକ୍ଷ ଦୃଷ୍ଟି ଚିତ୍ରଗତି
ପ୍ରେମ ଆଲିଙ୍ଗନ ସ୍ମରନ୍ତି କାନ୍ଦନ୍ତି କୃଷ୍ଣ ଭାବ ବହି ଶଙ୍କର ଶରଣ ତାହା ଚାହିଁ କୃଷ୍ଣ ସନ୍ଦେଶ କଥା ମାନ କହି ତୋଷିଲେ ତାଙ୍କ ମନ। ମହାପ୍ରଭୁ ଧୀରେ 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 ଭଗବାନ ଶ୍ରୀକୃଷ୍ଣଙ୍କର ଏଇ ଗୋପ ବାଳକଙ୍କ ମାନଙ୍କ ପ୍ରତି ଗୋପ ବାଳିକାମାନଙ୍କ ପ୍ରତି ଯେଉଁ ସନ୍ଦେଶ ଥିଲା ଗୋଟିଏ ଗୋଟିଏ ବର୍ଣ୍ଣନା କରିଛନ୍ତି ଏବଂ ପ୍ରଭୁ ସେଠି 2 ମାସ ରହିଛନ୍ତି। ଶ୍ରୀରାମ ଗୋପୀଙ୍କ ବିଶ୍ୱାସ ଗୋପେ ରହିଲେ ବେନି ମାସ। କେଉଁ କେଉଁ ମାସ ରହିଲେ ଯାହା ବର୍ଣ୍ଣନା ଆସିଲେ ମଧୁମାଧବ ମାସ ବେନି ଗୋପୀଙ୍କ ପ୍ରିୟ ଭାବ ଘେନି। ମଧୁମାଧବ ମାସ କହିଲେ ଚୈତ୍ର ଏବଂ ବୈଶାଖ। ଏ 2ଟି ମାସ ବଳରାମ ମହାପ୍ରଭୁ ଗୋକୁଳରେ ରହିଛନ୍ତି ଏବଂ ସେଇ ରହିବା ଭିତରେ ନିଜେ ପ୍ରଭୁ ଯୋଗମାୟା ବଳରେ ଗୋପକାମିନୀ ମାନଙ୍କ ସହିତ ଯମୁନା କୂଳରେ ରାସ ମଧ୍ୟ ରଚିଛନ୍ତି। ଏଇଥିରୁ ଆମେ ଜାଣୁଛେ ବଳରାମ ମହାପ୍ରଭୁଙ୍କ ସମର୍ଥିତ କେହି କେହି ଗୋପୀ ମଧ୍ୟ ଥିଲେ। ଦିନକର କଥା କାମିନୀ ଗଣ ମଧ୍ୟେ ବସି ତାରା ମଣ୍ଡଳେ ଜହ୍ନେ ଶଶୀ ସମସ୍ତ ଗୋପାଙ୍ଗନା ମାନଙ୍କ ଭିତରେ ଯେତେବେଳେ ବଳରାମ ମହାପ୍ରଭୁ ଅଛନ୍ତି ଏଇ ଯେଉଁ ବରୁଣ ରାଜା ଜଳଧିପତି ଯେ ବରୁଣ ବାରୁଣୀ ନାମେ ତାର ଗୋଟିଏ ନନ୍ଦିନୀ ଥିଲା ତାର ଗୋଟିଏ ଝିଅଟିଏ ଥିଲା। ପରୀକ୍ଷିତ ଗୋସ୍ୱାମୀଙ୍କ ନିକଟରେ ସୁଖଦେବ ବର୍ଣ୍ଣନା କରୁଛନ୍ତି ରାଜନ ଏମନ୍ତେ ପରୀକ୍ଷିତ ଶୁଣ ଜଳଧିପତି ଯେ ବରୁଣ ବାରୁଣୀ ନାମେ ତା ନନ୍ଦିନୀ ରାମର ପ୍ରିୟ ଭାବ ଘେନି। ଏଇ ଯେଉଁ ବାରୁଣୀର ଆଉ ଗୋଟିଏ ଅର୍ଥ ନୁହେଁ କି ମଦ। ଏଇ ବାରୁଣୀ କ'ଣ କଲେ କୌଣସି ଗୋଟିଏ ବୃକ୍ଷ କୋରଡ଼ରୁ ଝରିବାକୁ ଆରମ୍ଭ କଲେ। ତ ଯେତେବେଳେ ମଦ୍ୟ ହୋଇକରି ବରୁଣ ରାଜାଙ୍କର କନ୍ୟା ବାରୁଣୀ ଝରିବାକୁ ଆରମ୍ଭ କଲେ ଗୋପୀ ସହିତ ବଳରାମ ଆନନ୍ଦେ କଲେ ମଧୁପାନ। ସମସ୍ତେ ସିଏ ସୁରାପାନ କଲେ ସମସ୍ତେ ସିଏ ମଦ୍ୟପାନ କଲେ। କାମ କଲା ଏମିତି ଗୋଟିଏ କାମ ହେଲା ପରେ ମଦ୍ୟପାନ ରୂପକ କାର୍ଯ୍ୟ ବାରୁଣୀ ପ୍ରମତ୍ତ ହୋଇଛନ୍ତି ମହାପ୍ରଭୁ ବଳରାମ। ବାରୁଣୀ ପାନେ ଭୋଳ ହୋଇ ଗୋପୀଏ ରାମ ଯଶ ଗାଇ। ଏ ଗୋପାଙ୍ଗନା ମାନେ ମଧ୍ୟ କୃଷ୍ଣଙ୍କୁ ଭୁଲିଗଲେ ବଳରାମ ମହାପ୍ରଭୁ କି ଜୟ ବୋଲି କହିଲେ। ଏପଟେ ବଳରାମ କ'ଣ କଲେ ସେମିତି ବୃକ୍ଷ ତଳେ ବସିଛନ୍ତି ମଦ୍ୟେ ମୁଦ୍ରିତ ବେନି ଆଖି ମତ କୁଞ୍ଜର ପ୍ରାୟ ଲକ୍ଷୀ। ଗୋଟେ ପାଗଳା ହାତୀଟିଏ ପରି ମହାପ୍ରଭୁ ଆଦେଶ କରିଛନ୍ତି ଯମୁନାକୁ ଏଠିକି ଟିକେ ଆସ। ଯମୁନା କି ହଠାତ୍ ଚାଲିଯିବ? ମହାପ୍ରଭୁ ତ ନିଶାରେ ଅଛନ୍ତି। କହିଲେ କ'ଣ ହେଲା? ମୁଁ ଆଦେଶ କଲି ଯମୁନା ତୋର ଏଡ଼େ ଔଦ୍ଧତ୍ୟ ତୁ ଆସିଲୁ ନାହିଁ। ତା ଦେଖି ରାମ କୋପ ଭରେ ତୀକ୍ଷ୍ଣ ଲଙ୍ଗଳ ଧରି କରେ କାଳିନ୍ଦୀ ମଧ୍ୟେ ହଳସ୍ତାପି କୋପେ ବୋଲନ୍ତି ବିଶ୍ୱରୂପୀ। ଏଡ଼େ ଜୋର ରାଗି ଯାଇଛନ୍ତି ଯେ କହୁଛନ୍ତି ଆଜି ତତେ ଖଣ୍ଡ ଖଣ୍ଡ କରିଦେବି। ମୋ କଥା ଶୁଣିଲୁନି, ଅବଜ୍ଞା କଲୁ ମୋତେ। ଏମିତି ଗୋଟିଏ ପରିବେଶରେ ନିଜେ ମା ଯମୁନା ପ୍ରଗଟିତ ହୋଇଛନ୍ତି ପ୍ରିୟ ଦିବ୍ୟାତ୍ମନ ମହାପ୍ରଭୁଙ୍କ ନିକଟରେ ପହଞ୍ଚନ୍ତି ନୁହେଁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି। ରାମ ରାମ ମହାଭୁଜ ତ୍ରିଭୁବନ ଗତି ନା ଜାନି ତୋମାର ତତ୍ତ୍ୱ ମୁହିଁ ନମତି। ଏକ ଅଂଶେ ଧରେ ଯାର ଧରଣୀ ମଣ୍ଡଳ କେ ତାର ଜାଣିବ ତତ୍ତ୍ୱ ବ୍ରହ୍ମାଣ୍ଡ ଭିତର। ପ୍ରଭୁ ଆପଣଙ୍କର ତ ଗୋଟିଏ ଅଂଶ ହେଉଛନ୍ତି ଅନନ୍ତ, ଯେ କି ସାରା ସଂସାରକୁ ମୁଣ୍ଡରେ ଧାରଣ କରିଛନ୍ତି ବୋଲି ପୁରାଣରେ ବର୍ଣ୍ଣନା ଅଛି। ଆପଣଙ୍କର ତତ୍ତ୍ୱ ମୁଁ ଜାଣିପାରି ନାହିଁ ଠାକୁରେ। ଛାଡ଼ ଛାଡ଼ ପ୍ରାଣନାଥ ପ୍ରପନ୍ନ ପାଳନ ତବେ ବଳରାମ ତାରେ ହଇଲା ପରସନ୍ନ। ଛାଡ଼ନ୍ତୁ ପ୍ରଭୁ, ଆପଣ ତ ମୋର ସ୍ୱାମୀ, ଆପଣ ତ ମୋର ରକ୍ଷକ। ଏପରି କ୍ରୋଧ କଲେ ମୋର ସ୍ଥିତି ବା କ'ଣ ହେବ? ଯେତେବେଳେ ଯମୁନା ଏହିପରି ଭାବରେ ପ୍ରାର୍ଥନା କରିଛନ୍ତି ବଳରାମ ମହାପ୍ରଭୁ ଟିକେ ନରମି ଯାଇଛନ୍ତି ଏବଂ ଏମନ୍ତ ନଦୀ ବାକ୍ୟ ଶୁଣି ହଳ ସଂହାରୀ ହଳ ପାଣି ସକଳ ଗୋପ ନାରୀ ମେଳେ ପଶିଲେ ଯମୁନାର ଜଳେ। ମହାପ୍ରଭୁ ସମସ୍ତ ଗୋପାଙ୍ଗନା ମାନଙ୍କ ସହିତ
ଜଳ ଖେଳି ମଧ୍ୟ କରିଛନ୍ତି ପ୍ରିୟ ଦିବ୍ୟାତ୍ମା। ଏବଂ ଯେତେବେଳେ ମହାପ୍ରଭୁ ଜଳ କ୍ରୀଡ଼ା କରୁଛନ୍ତି ସେତେବେଳେ ଯେଉଁ ସାଗର ନନ୍ଦିନୀ, ଯେଉଁ ବରୁଣ ନନ୍ଦିନୀ ବାରୁଣୀ, ସେ ମଧ୍ୟ ନୀଳବସ୍ତ୍ର ଧାରଣ କରି ଆସି ପହଞ୍ଚିଛନ୍ତି। ତତ୍କ୍ଷଣେ ସାଗର ନନ୍ଦିନୀ ନିର୍ମଳ ନୀଳ ବସ୍ତ୍ର ଘେନି ରାମର କରେ ଦେଲା ଆଣି ଭୂଷଣ ନାନା ରତ୍ନମଣି। ବୋଧହୁଏ ତା ପରଠାରୁ ମହାପ୍ରଭୁ ନୀଳ ବସ୍ତ୍ର ଧାରଣ କରି ନୀଳାମ୍ବର ହୋଇଗଲେ ବୋଲି କିଛି ବିଦ୍ୱାନମାନଙ୍କର ମତ। ଜଗମୋହନ ଜଗନ୍ନାଥ ମହାପ୍ରଭୁ ପୀତାମ୍ବର, କିନ୍ତୁ ବଳଭଦ୍ର ମହାପ୍ରଭୁ ନୀଳାମ୍ବର। ନୀଳବସନ ଅନୁପମ ଆନନ୍ଦେ ପିନ୍ଧି ବଳରାମ। ବେଶ ସୁନ୍ଦରରୁ ଆହୁରି ସୁନ୍ଦରତମ ସ୍ଥିତିରେ ଠାକୁର ପହଞ୍ଚି ଯାଇଛନ୍ତି, ଜଳ କ୍ରୀଡ଼ା କରିଛନ୍ତି ଏବଂ ଗୋପାଳମାନଙ୍କ ସହିତ, ଗୋପାଙ୍ଗନାମାନଙ୍କ ସହିତ ନାନାଦି ସୁଖ ରାଜ୍ୟରେ ଭ୍ରମଣ କରୁ କରୁ 2 ମାସ ବିତିଛି। ଏବଂ ଆମ ଅଧ୍ୟାୟ ସରୁଛି ବୋଲି ଜଗନ୍ନାଥ ଦାସ ସ୍ପଷ୍ଟ ଲେଖିଦେଲେ, ସେ ରାମ ପାଦ ପଦ୍ମ ମୂଳେ ସୁଜନେ ଚିନ୍ତ ଧ୍ୟାନ ବଳେ, ଅନନ୍ତ ଚରିତ ଅମୃତ କହଇ ବିପ୍ର ଜଗନ୍ନାଥ। ଥାଉ ଆଜି କଥା ଏଇଠି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାୟ ସଂହିତାୟାଂ ଦଶମସ୍କନ୍ଧେ ବଳଦେବ ବିଜୟ ହେ ଯମୁନାକର୍ଷଣଂ ନାମ ସପ୍ତତିତୋମୋଧ୍ୟାୟ। ଟୀକା କି ବନ୍ଦ କରିବା। ନାମ ସଂକୀର୍ତ୍ତନ ଯସ୍ୟ ସର୍ବପାପ ପ୍ରଣାଶନଂ ପ୍ରଣାମ ଦୁଃଖ ସମନଂ ତଂ ନମାମି ହରିଂ ପରଂ। ଓಂ ନମୋ ଭଗବତେ ବାସୁଦେବାୟ। ଶ୍ରୀକୃଷ୍ଣାୟ ସମର୍ପଣମସ୍ତୁ। ଆପଣମାନଙ୍କୁ ସମସ୍ତଙ୍କୁ ବାରମ୍ବାର ପ୍ରଣାମ। ଅତ୍ୟନ୍ତ ନମ୍ରତାର ସହିତ ମୁଁ ଡକ୍ଟର ଗୁରୁପ୍ରସାଦ ମହାପାତ୍ର, ଖୋର୍ଦ୍ଧା। ଜୟ ଶ୍ରୀକୃଷ୍ଣ।